श्रीमद्भागवत प्रथम स्कंध ऊनविंश अध्याय। सूत कहन्ति अनुरागे शौनक आदि ऋषि आगे। सुत उवाच से महीपति परीक्षित चिंतानी मग्न दुख चित्त। एकांते बसी विचारई निंदित कर्म कली मुहि। अर्जित कर्म बस होई गुरुजे सने शिक्षा देई। अन्याये प्राणिक व्यवहारे कुकर्म कलिए संसारे। निर्दोष ब्राह्मणर गळे सर्पलम बाई धनु होळे। निश्चल जोगे तार ध्यान न जानी हेली हत ज्ञान। देव हेलन कर्म कली निकटे संकट लभिली। ए पाप विनाशन हेतु बेगे विधाता मोते चिंतु। ए कर्म पुण मुझे मनते केवे हे न कल्पई चित्ते। ब्राह्मण क्रोध दावानल ए मोर राज्य धन बल। आत्मार संगे दहु मोते ए कर्म न करे जे मनते। गोद्युज देवंक हिंसने दुर्बुद्धि न स्फुरु मो मने। एमंते विचारु विषादे वृत्तांत शुभे जनपदे। उरग ब्राह्मणर गळे राजा जे देला धनु हुळे। तार बालक साप देला तक्षक दंशी बबोइला। सप्तम दिने कोपानळे ताहांकु दंशी बसे बळे। एमंत जन मुखु शुणी मने सानंद नृपमणि। बोलई बेगे मोते खाऊ ए मोर कूले ताप नहु। जेणु विषया त्याग हेतु तेणु चिंतई आत्मा मृत्यु। हरि हरि बोल। जेमंते इह परलोके मरणे न पड़ई दुखे। हेमंत निश्चय विचारी राजसंपद परिहरी। चिंतिला कृष्ण पाद पृष्ठ सेवक बिना नाही श्रेष्ठ। कृष्णर पाद पद्म जले प्रवेश जाई गंगा कूले। श्रीकृष्ण चरण तुलसी पाद उदक रजे मिसी। अति पवित्र बहे बारी उभय लोक पाप हरि। प्राणीर प्राण त्याग काले केबा न बसे तार कूले। पांडव वंशे कीर्ति कर सकल राजा मध्ये बर। से सुर नदी तीरे जाई चित्ते गोविंद पद ध्याई। विषय संग दूर करी अन्न उदक परिहरी। मुनिंक व्रते से निश्चले
ମନ ନିବେଶୀ ଗଙ୍ଗା ଜଳେ। ହରି ହରି ବୋଲ। ସେ କଥା ଶୁଣି ମୁନି ଜନେ ଯେଅବା ଥିଲେ ଗିରିବନେ ନିଜ ନିବାସ ଉପେକ୍ଷିଲେ ହସ୍ତିନା ନଗରେ ମିଳିଲେ। ଯେଅବା ଥିଲେ ଯେଉଁ ଦେଶେ ରାଜାଙ୍କୁ ଦେଖିବାର ଆସେ ସଙ୍ଗତେ ଘେନି ଶିଷ୍ୟଗଣ ଅପରେ ଅଶେଷ ବ୍ରାହ୍ମଣ। ତାଙ୍କ ମହିମା କେବା କହେ ତୀର୍ଥ ପବିତ୍ର ତାଙ୍କ ଦେହେ। ଅତ୍ରି ବଶିଷ୍ଠ ଆଦି ମୁନି ଚ୍ୟବନ ଭୃଗୁ ବ୍ୟାସ ଘେନି ଅଙ୍ଗିରା ପରାଶର ଗାଧି ସୁତ ଉତଥ୍ୟ ଯେ ପ୍ରସିଦ୍ଧି। ଗୌତମ ଭରଦ୍ୱାଜ ମୁନି ମୈତ୍ରେୟ ବିଶ୍ୱାମିତ୍ର ଘେନି ଅରିଷ୍ଟ ନେମି ଆସ୍ତିଷେଣ। ଇନ୍ଦ୍ର ପ୍ରମଦ ଶବ୍ଦବାନ ନାରଦ ମୁନି ଆଦି କରି ସର୍ବେ ମିଳିଲେ ରାଜପୁରୀ। ଦେବର୍ଷି ରାଜର୍ଷି ମହର୍ଷି ଅପରେ ଯେତେକ ବ୍ରହ୍ମର୍ଷି ସକଳ ଋଷି ଏକ ମେଳେ ମିଳିଲେ ଜାହ୍ନବୀର କୂଳେ। ତାହାଙ୍କୁ ଦେଖି ପରୀକ୍ଷିତ କପୋଳେ ଦେଇବେନି ହସ୍ତ। ବନ୍ଦିଲା ମୁନି ଗଣ ପାଦେ ଆନନ୍ଦେ ଅଶ୍ରୁ ଗଦ ଗଦେ। ସୁଖେ ବସିଲେ ମୁନି ଗଣେ ପୁଣି ହିଁ ରାଜା ପରଣାମେ। କର ଅଞ୍ଜଳି ଶିରେ ଦେଇ ବୋଲଇ କୃତକୃତ୍ୟ ହୋଇ। ପରୀକ୍ଷିତ ବାଚ ରାଜାଙ୍କ ମଧ୍ୟ ମୋ ଜୀବନ ନିଶ୍ଚେ ଜାଣିଲି ଧନ୍ୟ ଧନ୍ୟ। ମୋହର ପ୍ରାଣ ତ୍ୟାଗ କାଳେ ମହାନ୍ତ ଜନେ ବିଜେ କଲେ। ବ୍ରାହ୍ମଣ ପାଦ ଯହିଁ ଧୋଇ ସେ ସ୍ଥାନେ ନିଜ ଶିର ଦେଇ। କ୍ଷତ୍ରିୟ ସ୍ୱଭାବ ଏମନ୍ତ ଆଗମ ନିଗମ ଉକତ। ଯେ ଏହା ଲଙ୍ଘେ ଦୁଷ୍ଟପଣେ ଦୂଷିତ ହୋଇ ତତକ୍ଷଣେ। ସେ ବିପ୍ରେ ଆସି ମୋର ପାଶେ ବସନ୍ତି ମନର ହରସେ। ତାହାର ଭାଗ୍ୟ କି କହିବା ଯାହା ନ ପାନ୍ତି ସୁରଦେବା। ଅପରାଧ କଲି ବିପ୍ରକୂଳେ ଦେଖ ମୋହର ଅନ୍ତକାଳେ। ସର୍ବବିଷୟ ସଙ୍ଗତେଜି କୃଷ୍ଣ ଚରଣେ ଚିତ୍ତ ମଜି। ତୁମ୍ଭେ ଅଶେଷ ବ୍ରହ୍ମ ଋଷି ମିଳିଲ ମୋର ପାଶେ ଆସି। ବ୍ରାହ୍ମଣ ସାପ କୋପାନଳ ଏ ମୋର ବିମୁକ୍ତିର ମୂଳ। ଯେ କର୍ମ କଲେ ଏ ସଂସାରେ ପ୍ରାଣୀ ତରନ୍ତି ମାୟା ଘୋରେ। ତୁମ୍ଭର ଅନୁଗ୍ରହ ସେବି ପ୍ରସନ୍ନ ହେଉ ଗଙ୍ଗା ଦେବୀ। କୃଷ୍ଣ ଚରଣେ ପ୍ରୀତି ହେଉ କୁହକ ତକ୍ଷକ ବା ଖାଉ। ତେଣେ ସଂଶୟ ନାହିଁ ମୋର ସକଳେ କୃଷ୍ଣ କଥା କର। କୃଷ୍ଣ ବିଷୟ ହେଉ ମତି ତାର ସେବକ ସଙ୍ଗଗତି। ମୋହର କର୍ମ ଫଳ ଲଇ ଜନ୍ମ ଲଭିବି ଯହିଁ ତହିଁ। ମୁଁ ତହିଁ କୃଷ୍ଣ ଦାସ ପଣେ ସେବିବି ଅଭୟ ଚରଣେ। ହରି ହରି ବୋଲ। ଶରଣାଗତ ବୋଲି ମୁହିଁ ହେ ବିପ୍ର ଭାବ ଦୟା ବହି। ସକଳ ଜୀବେ ମିତ୍ର ଭାବ ଯେମନ୍ତେ ହୋଇବ ସମ୍ଭବ। ଏମନ୍ତ ମୋତେ ଦିଅ ବର ତୁମ୍ଭ ଚରଣେ ନମସ୍କାର। ଏମନ୍ତ ମୁନିଙ୍କି ଜଣାଇ କୃଷ୍ଣ ଚରଣେ ମନ ଦେଇ। ଜାହ୍ନବୀ ତୀରେ କୁଶ ଶଯ୍ୟା ଶୟନ ଅର୍ଥେ କଲା ରାଜା। ପୂର୍ବ ଦିଗକୁ ଶିର କରି ଉତ୍ତର ମୁଖେ ଦଣ୍ଡଧାରୀ। ଗଙ୍ଗା ଦକ୍ଷିଣ କୂଳେ ଶୋଇ କାରୁଣ୍ୟ ଜଳେ ଦୃଷ୍ଟି ଦେଇ। ଯେ ଜନ୍ମେ ଜୟ ସୁତ ତାର ତା ଶିରେ ଦେଇ ରାଜ୍ୟଭାର।
ଅଶେଷ ଋଷିଗଣ ମଧ୍ୟେ ମନ ନିବେଶୀ କୃଷ୍ଣ ପାଦେ। ଆକାଶେ ଥାଇ ଦେବଗଣେ ଆନନ୍ଦେ ପୁଷ୍ପ ବରଷଣେ। ଦୁନ୍ଦୁଭି ବାଦ୍ୟନାଦ ତୁଲେ ସାଧୁ ସବଦେ ସ୍ତୁତି କଲେ। ଯେ ମୁନି ଗଣେ ଗଙ୍ଗା କୂଳେ ଥିଲେ ଯେ ପରୀକ୍ଷିତ ମିଳେ। ଗଗନେ ଶୁଣି ସାଧୁ ବାଣୀ ଆନନ୍ଦ ମନେ ସର୍ବମୁନି। ସାଧୁ ସବଦ ଉଚ୍ଚସ୍ୱରେ ଦିଶ ପୂରିଲା ଗଙ୍ଗା ତୀରେ। ପ୍ରଜାଏ ଅନୁଗ୍ରହ ମୁଖେ କହନ୍ତି ଏକ କୁଆରେକେ। ଏ ସାଧୁ ରାଜା ବିଚକ୍ଷଣ ଅକାଳେ ଲଭିବ ମରଣ। ଦେଖ ଏ ହାର ଭାଗ୍ୟ ବଳେ ମୁନିଙ୍କ ମଧ୍ୟ ଅନ୍ତକାଳେ। ଯାର ଆସ୍ଥାନେ ସର୍ବରାଜା ଶିର ନୁଆଇଁ କଲେ ପୂଜା। ସେ ରାଜା କାଳେ ହରି ଭାବେ ପଶିବ ଜନ୍ମର ସ୍ୱଭାବେ। ଏ ନରପତି ଯେତେ ଦିନେ ପ୍ରାଣ ଛାଡ଼ିବ କୃଷ୍ଣ ଧ୍ୟାନେ। ସୁଖେ ଲଭିବ ବିଷ୍ଣୁ ଲୋକ ଯେ ସ୍ଥାନ ବିମୋହ ବିଶୋକ। ଆମ୍ଭେ ସକଳ ଏହି ସ୍ଥାନେ ବଞ୍ଚିବା ଗଙ୍ଗା ଜଳ ପାନେ। ଏ ଭାଗବତର ଉତ୍ତମ ନିଶ୍ଚେ ଲଭିବ ପ୍ରେମ ଧାମ। ଏମନ୍ତେ ପ୍ରଜା ମୁଖୁ ଶୁଣି ଅମୃତ ସମ ସାଧୁ ବାଣୀ। ରାଜା ମଣିଲା ସତ୍ୟ ପ୍ରାୟ ଛାଡ଼ିଲା ସକଳ ସଂଶୟ। କୃଷ୍ଣ ଚରଣ ସେବା ଫଳେ ଅଶେଷ ପ୍ରାଣୀ ମହିତଳେ। ପୂର୍ବେ ଲଭିଲେ ହରି ଭାବ ଯେ ବ୍ରହ୍ମା ଶଙ୍କରେ ଦୁର୍ଲଭ। ଦେଖ ମୋହର ଭାଗ୍ୟ ବସୁ ସର୍ବେ ମିଳିଲେ ସର୍ବଦେଶୁ। ବେଦେ ଯେ ମନ୍ତ ଦେହ ବନ୍ତେ ସ୍ୱର୍ଗେ ବିବୁଧଙ୍କ ସଙ୍ଗତେ। ବସି କହନ୍ତି ନାନା ଧର୍ମ ଯେ ବର୍ଣ୍ଣେ ଯେ ବା ନିଜ କର୍ମ। ଯେ ଫଳ ଇହ ପରଲୋକେ ପ୍ରାଣୀ ଲଭନ୍ତି ସୁଖ ଦୁଃଖେ। ତେମନ୍ତେ ଅନୁଗ୍ରହ ଚିତ୍ତେ ତୁମ୍ଭେ ଆଗତ ପରହିତେ। ଏ ବିନେ ନାହିଁ କାର୍ଯ୍ୟ ଆର ଏ ଦେହ ସ୍ୱଭାବ ତୁମ୍ଭର। ତୁମ୍ଭଙ୍କୁ ପଚାରଇ ମୁହିଁ ମରଣେ ଅନ୍ତର୍ଚଳେ ଥାଇ। ଏବେ କି କୃତ୍ୟ ଅଛି ମୋତେ କହ ସକଳେ ଶୁଦ୍ଧ ଚିତେ। ଏ ଘୋର ସଂସାର ସାଗରେ ମରଣୁ କିବା କରିତରେ। ଏମନ୍ତେ ପୁଛୁ ରାଜ ଋଷି ସୁଖ ମିଳିଲେ ବେଗେ ଆସି। ମହି ଭ୍ରମଣ ଇଚ୍ଛା ସୁଖେ ଶ୍ରୀକୃଷ୍ଣ ନାମ ଗାଇ ମୁଖେ। ଲକ୍ଷୀ ନ ପାରି ଯାର ଅଙ୍ଗ କ୍ଷଣ କ୍ଷଣକେ ନାନା ରଙ୍ଗ। ନିରତେ ନିଜ ଲାଭେ ତୋଷ ସ୍ୱଭାବେ ଅବଧୂତ ବେଶ। ବେଷ୍ଟିତ ବାଳକ ସମୂହେ କିବା ଉପମା ଦେବା ଦେହେ। ସ୍ୱଭାବେ ଷୋଡ଼ଶ ଅବଦ ସୁନ୍ଦର ସୁକୁମାର ପାଦ। କର ଯୁଗଳ ବାହୁ ଅଂଶ ଉନ୍ନତ ସୁନ୍ଦର ସୁନାସ। ନିବିଡ଼ ବେନି ଉରୁ ସାଜେ ସୁନ୍ଦର କପୋଳ ବିରାଜେ। ଆୟତ ଚକ୍ଷୁ ଚାରୁ କର୍ଣ୍ଣ ସୁଗ୍ରୀବ ସୁନ୍ଦର ଆନନ। ମାଂସେନି ଗୂଢ଼ ଜତୃ ସାଜେ ତୁଙ୍ଗ ବକ୍ଷସ୍ଥଳ ବିରାଜେ। ତ୍ରିବଳୀ କୁକ୍ଷି ମନୋହର ଆକର୍ଣ୍ଣ ନାଭି ସୁଗଭୀର। ବିକୀର୍ଣ୍ଣ କେଶ ଦିଗମ୍ବର ବିଭୂତି ଭୂଷଣ ଶରୀର। ପ୍ରଳୟ ଭୁଜ ଜାନୁ ଯାଏ ଦିଶେ ଅମର ବର ପ୍ରାଏ। ଶରୀର ବର୍ଣ୍ଣ ରୁଚି ଶ୍ୟାମ ରୂପେ ତୁଳିତ ନୋହେ କାମ। କିୟ ବା ଦେବା ପଟାନ୍ତର କାମିନୀ ଜନ ମନୋହର। ଏମନ୍ତ ରୂପ ତାର ଦେଖି ମୁନିଏ ଆସନ ଉପେକ୍ଷୀ। ଜାଣନ୍ତି ତାହାଙ୍କ ଲକ୍ଷଣ ସେ ଯୋଗୀ କୃଷ୍ଣ ପରାୟଣ। ଶୁକ ଆଗମ ଦେଖି ରାଜା ତକ୍ଷଣେ ଆଣି ଅର୍ଘ୍ୟ ପୂଜା। ବିନୟ ଭାବେ ଦଣ୍ଡଧାରୀ ଚରଣେ ନମସ୍କାର କରି। ସ୍ତ୍ରୀ ବାଳକ ଯେତେ ଥିଲେ ତା ଦେଖି ଭୟେ ବାହୁଡ଼ିଲେ। ରାଜା ପୂଜିଲା ମନ ତୋଷେ ସୁକ ବସିଲେ ରାଜା ପାଶେ। ବେଷ୍ଟିତ ଋଷିଗଣ ମଧ୍ୟେ ସେ ସୁକ ବସିଲେ ଆନନ୍ଦେ। ଶଶାଙ୍କ ଯେହ୍ନେ ତାରା ମେଳେ ବିରାଜେ ଗଗନ ମଣ୍ଡଳେ। ପ୍ରଶାନ୍ତ ଚିତ୍ତ ମୁନିବର ଅକୁଣ୍ଠ ଧାରଣା ଯାହାର।
ସେ ମୁନି ପାଦେ ନମସ୍କାର କରି ଯୋଡ଼ିଲା ବେନିକର ନିର୍ମଳ ବାକ୍ୟ ସୁଧାଧାର ମୁନିଙ୍କି ଚାହିଁ ନୃପବର ପୁଛଇବେନି କର ଯୋଡ଼ି ଚରଣେ ପୁଣ ପୁଣ ପଡ଼ି ରାଜବାଚ ଆଜ ମୋହର ଜନ୍ମ ଧନ୍ୟ କ୍ଷତ୍ରିୟ ବଂଶେ ବିଦ୍ୟମାନ ତୁମ୍ଭେ ଅତିଥି ରୂପେ ଆସି ନିର୍ମଳ ଚିତ୍ତେ ବ୍ରହ୍ମ ଋଷି ଦେଖି ମୋ ଆତ୍ମା କୃତ କୃତ୍ୟ ଦେହକୁ କଲି ତୀର୍ଥଭୂତ ଯାହାର ସ୍ମରଣ ବିଶ୍ୱାସ ପବିତ୍ର କରେ ଗୃହୀବାସ ତାହାର ଦର୍ଶନ ମାତ୍ରେ ଦୁରିତ ନର ହୋଇ ଗାତ୍ରେ ସ୍ପରଶ ପାଦ ଜଳ ଯହିଁ ସକଳ ତୀର୍ଥ ଫଳ ତହିଁ ଆଜ ଜୀବନ ମୋର ଧନ୍ୟ ଦେଖିଲି ତୁମ୍ଭର ବଦନ ଯେତେ ଦୁରିତ ଦେହେ ଥିଲା ତୁମ୍ଭ ସାନିଧ୍ୟେ ଦୂର ଗଲା ବିଷ୍ଣୁର ତେଜ ମହାଘୋରେ ଯେମନ୍ତେ ନସନ୍ତି ଅସୁରେ ଆଜ ଜାଣିଲି ମୋତେ ହରି ପାଣ୍ଡବ ସ୍ନେହେ ପ୍ରୀତି କରି ବାନ୍ଧବ ପ୍ରିୟ ବ୍ରହ୍ମରାଶି ଯେହ୍ନେ ପାଣ୍ଡବ ଗୃହେ ଆସି ତାହାଙ୍କ ଗୋତ୍ର ଯେଣୁ ମୋହି ତେଣୁ ସଦୟ ମୋରେ ହୋଇ କୃଷ୍ଣର ଦୟା ଯେଣୁ ହୋଇ ତୁମ୍ଭ ଦର୍ଶନେ ଯୋଗ୍ୟ ମୋହି ଅବ୍ୟକ୍ତ ଗତି ଯେ ତୁମ୍ଭର କେ ତାହା କରିବ ଗୋଚର ପୁଣି ମରଣେ ତୁମ୍ଭ ସଙ୍ଗ ତରିଲି ଏ ଭବ ତରଙ୍ଗ ଯୋଗୀଙ୍କ ମଧ୍ୟେ ତୁମ୍ଭେ ଗୁରୁ ଯେହ୍ନେ ଅଚଳ ମହାମେରୁ ଦେଖ ଜୀବନ ଯିବା କାଳେ କିବା ସାଧିବି ମୋହିତଳେ କିବା ଶୁଣିବି କର୍ଣ୍ଣ ପଥେ ସ୍ମରଣ କି କରିବି ଚିତ୍ତେ କିବା ବଚନ ଉଚ୍ଚାରଣେ ଭଜିବି କାହାର ଚରଣେ ତୁମ୍ଭେ ଯେ ପ୍ରାଣୀଙ୍କର ଦ୍ୱାରେ ଦଣ୍ଡେ ନ ରହ ମନ ସ୍ଥିରେ ଗୋଦୋହ ମାତ୍ରେ ତୁମ୍ଭ ଗତି ଏଣୁ ମୋହର ମନେ ଭ୍ରାନ୍ତି କହନ୍ତି ସୁତ ଶୁଦ୍ଧ ମନେ ଶୁଣ ସକଳ ମୁନିଜନେ ସୁତବାଚ ଏମନ୍ତ ପରୀକ୍ଷିତ ବାଣୀ ଆନନ୍ଦେ ସୁକ ମୁନି ଶୁଣି ହରସେ ମୁଦ୍ରିତ ଲୋଚନ ଚିତ୍ତେ ଚିନ୍ତିଲେ ଭଗବାନ ସେ ମୁନି ଚରଣ କମଳେ ସୁଜନେ ଚିନ୍ତ ଧ୍ୟାନ ବଳେ ପ୍ରଥମ ସ୍କନ୍ଧେ ଭାଗବତ ବର୍ଣ୍ଣଇ ଦାସ ଜଗନ୍ନାଥ ପ୍ରଥମ ସ୍କନ୍ଧେ ଭାଗବତ ବର୍ଣ୍ଣଇ ଦାସ ଜଗନ୍ନାଥ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପ୍ରଥମସ୍କନ୍ଧେ ଶୁକାଗମନମ୍ ନାମ एकोनविंश अध्याय। हरि हरि बोल।